नम भगवते वासुदेवाय। अष्टम अध्याय तारक ब्रह्म जोग। अर्जुन उवाच बोलन्ति पार्थ वीरवर हे कृष्ण बंधु तपयर जहा मुई छई श्रीहरि मते बुझाओ दया करी तद्ब्रह्म अध्याय के होई कर्म काहाकु कुहा जाई के अधिभूत अधिदैव मते कहिब वासुदेव। हे हरि मु तो पୟରେ बंधु अछि तद्ब्रह्म अध्यात्म कर्म अधिभूत ओ अधिदैव काहाकु कहन्ति। ए देह अधियज्ञ कही किपरि भावे से रहई जेहु इंद्रिय जई जोगी मरण समय से भावी केउ उपाय जाने तोते विस्तारी देव कह मते। श्री भगवान उवाच जेहु अखंड विश्वजीव ब्रह्म नामटी सेहु हेब तांकर आध्यात्म स्वभाव अंश स्वरूपी जान जीव। ए देह अधियज्ञ हेले किपरि भावे रही थाए जे इंद्रिय जयी जोगी से मरण समय तते किपरि जानी पारे। ब्रह्मर अंश जीव जे आत्मा से आध्यात्म नामरे सबु घटरे पूरी रही थाए। महत विभु आत्मा जेहि अध्यात्म नाम धरे सेहि जीव जे ब्रह्म सत्ता अंश सकल घटरे प्रकाश जहा देहादि पंचभूत नाशशील ए अधिभूत जे फुस ए देहे बसई अधिदैव सेहि बोलाई प्राणी मानक देहे मोहि अधियज्ञ रूपे रही मरण समय प्रवेशे जे मोर नाम चित्त घोषे देह छाड़ी उत्तरायण गले मो देहे पाए स्थान जेबे सद्गुण भावे स्मरे मिले जे हिरण्य गर्भरे देह आदि पंचभूत नाश हुए एहाकु अधिभूत कहन्ति जे ए देहरे बसे से अधिदैव परमात्मा भावरे मु प्राणी देहरे थिबारु यज्ञ बोलाए मरण समय जे मोर भावकु जेउपरि भावे स्मरण करे से सही परि मुक्ति पाए। हिरण्य गर्भ जुग शेषे निर्गुण ब्रह्मरे से मिसे निर्गुण भावे जे स्मरई निर्गुण ब्रह्मकुल भई प्राणीर भल मंद बाणी मरण काले ताहा जानी जार जे अभ्यास भावरे मोर नामकु जे सुमरे देहांते सही भाव मते लाभ करे सही निश्चिते स्वधर्मे मन दिय तुहि अंतकरण शुद्ध होई तेणु स्वधर्मे युद्ध कर बुद्धि विवेक मन तर एकाग्रे मते समर्पण निश्चय मुक्ति तर जान। जेउ प्राणी मरण समय मो नाम जेउ भावे स्मरण करे से सही भावानुसारे फल लाभ करे तेणु तू स्वधर्मरे मन देई शुद्धांतकरणरे मते सबु समर्पी देले तोर मुक्ति अनिर्वार्य। एकाग्र ध्यान जग नाम अभ्यासे संस्कार जनम संस्कार होई मृत्यु काले मो नाम अंतरे भाले ए देह छाड़ी गले वीर दिव्य पुरुषे स्नान तार
ସର୍ବଜ୍ଞ କବି ଯେ ଅଟଇ ପୁରାଣ ପାଠ ଅନ୍ତ ନାହିଁ। ଯା ଭଏ ପବନ ବହଇ ଯା ଭଏ ସୂର୍ଯ୍ୟ ଉଦୟ ହୋଇ ଏମାନେ ପଞ୍ଚ ନିୟାମକ ହେବାରୁ ବୋଲାନ୍ତି ଶାସକ। ଯେ ଏକାଗ୍ର ଧ୍ୟାନରତ ଥାଇ ମୃତ୍ୟୁକାଳରେ ମୋର ନାମ ସ୍ମରେ ସେ ଦିବ୍ୟ ପୁରୁଷରେ ସ୍ନାନ ପାଏ। ଯା ଆଜ୍ଞାରେ ପବନ ବହେ ସୂର୍ଯ୍ୟ ଉଦୟ ହୁଏ ସେ ସ୍ଥୂଳରୁ ସ୍ଥୂଳତର ଓ ସୂକ୍ଷ୍ମତର ସର୍ବବ୍ୟାପକ ମରଣ ସମୟ ଏ ଭାବ ହେଲେ ତାର ମୁକ୍ତି ହୁଏ। ଅତି କ୍ଷୁଦ୍ରରୁ କ୍ଷୁଦ୍ରତମ ବୃହତ ଠାରୁ ବୃହତ୍ତମ ମନ ବୁଦ୍ଧିର ଅଗୋଚର ସେ ପ୍ରଭୁ ପ୍ରକୃତିର ପର। ସେ ସୂକ୍ଷ୍ମଦର୍ଶୀ ମୃତ୍ୟୁକାଳେ ସ୍ମରେ ତାହାକୁ ତରେ ହେଳେ। ଜୀବନ ଶେଷ ମୁହୂର୍ତ୍ତରେ ପ୍ରାଣାୟାମରେ ସ୍ନେହ ସ୍ମରେ। ସୁଷୁମ୍ନା ରନ୍ଧ୍ରେ ଲଲାଟକୁ ଉଠାଇ ଚାହେଁ ଭ୍ରୁଲତାକୁ। ହଂଖ୍ୟମ୍ବନର ମଧ୍ୟ ସ୍ନାନେ ନିବେଶି ମନକୁ ଧିଆନେ। ଯେ ମତେ କର ସ୍ମରଣ ପରମ ପୁରୁଷେ ସେ ଲୀନ। ଜୀବନ ଜୀବର ଶେଷ ସମୟ ଯେଉଁ ଜନ ପ୍ରାଣାୟାମ ଦ୍ୱାରା ମୋତେ ସ୍ମରଣ କରେ ତାର ଜୀବାତ୍ମା ପରମ ବ୍ରହ୍ମରେ ସ୍ନାନ ପାଏ। ବେଦଜ୍ଞ ଯେ ଅକ୍ଷର ଅଟେ ବିଷୟାସକ୍ତ ଯାର ତୁଟେ। ତାହା ଜାଣିବା ଇଚ୍ଛା କରି ରହନ୍ତି ବ୍ରହ୍ମଚର୍ଯ୍ୟଧାରୀ। ଯେ ଉପାୟରେ ତାଙ୍କୁ ପାଇ ତାହାର ମର୍ମ ଶୁଣ ତୁହି। ଅଳ୍ପ ବହୁତ ସାଧ୍ୟ କଲେ ଏ ମାୟା ସିନ୍ଧୁ ତରେ ଭଲେ। ଇନ୍ଦ୍ରିୟ ପ୍ରଥମେ ଜିଣିବ ମନକୁ ନିରୋଧେ ରଖିବ। ପ୍ରାଣପବନ କରି ରୋଧ ସୁଷୁମ୍ନା ପଥେ ଦେଇ ସାଧ। ଯେ ବେଦଜ୍ଞ ତାର ବିଷୟ ବାସନା ରହେ ନାହିଁ। ବ୍ରହ୍ମଚର୍ଯ୍ୟ ରକ୍ଷା କରି ମୋତେ ଧ୍ୟାନ କଲେ ସଂସାର ମାୟା ଲାଗେ ନାହିଁ। ସେ ମୋକ୍ଷ ପାଏ। ମନ ଓ ହୃଦୟ ନିରୋଧ କରି ସମସ୍ତ ଦ୍ୱାରକୁ ଆୟତ୍ତରେ ରଖି ବ୍ରହ୍ମ ଧ୍ୟାନ କଲେ ତାକୁ ମୁକ୍ତି ମାର୍ଗ ମିଳେ। ମୂଳାଧାର କୁଣ୍ଡଳିନୀରେ ସ୍ୱାଧିଷ୍ଠାନ ମଣିପୁରରେ ଅନାହତ ବିଶୁଦ୍ଧାଜ୍ଞାରେ ନିଏ ପ୍ରାଣ ଷୋଡ଼ଚକ୍ରରେ। ଲଲାଟେ ତିତଳରେ ସ୍ଥାପି ଐନ୍ତି ବ୍ରହ୍ମ ମନ୍ତ୍ର ଜପି। ମତେ ସୁମରି କରେ ଯୋଗ ପାଏ ଅନ୍ତିମେ ମୁକ୍ତି ମାର୍ଗ। ସମସ୍ତ ଆଶା ତ୍ୟାଗ କରି ମୋର ଚରଣେ ଆଶ୍ରା କରି। ଭଜଇ ଯୋଗ ପଥେ ମତେ ସୁଖ ଦୁଃଖ ନ ଭଜେ ଚିତ୍ତେ। ଏ ନିତ୍ୟ ଯୋଗୀ ମଧୁଲଭ ପକ୍ଷେ ମୁଁ ଅଟଇ ସୁଲଭ। ଯେ ଓଁ ଇତି ଏକାକ୍ଷର ବ୍ରହ୍ମ ସ୍ମରଣ କରେ ସେ ପରମ ଗତି ପାଏ। ଯେ ଦୁଃଖ ସୁଖ ଭଲ ମନ୍ଦ ଇତ୍ୟାଦିକୁ ସମାନ ଭାବି ଯୋଗ ପଥରେ ମୋତେ ଭଜେ ସେ ମୋତେ ସହଜରେ ପାଏ। ଯେ ମତେ ଅନ୍ତିମେ ଭଜଇ ଜନ୍ମ ମରଣ ଦୁଃଖ ନାହିଁ। ଏ ଭବେ ନୁହଁ ସେ ଜାତ ପରମ ଗତି ହୁଏ ପ୍ରାପ୍ତ। ଯେ ପୁଣ୍ୟ ଫଳ ଆଶ୍ରେ ଧରି ସ୍ୱର୍ଗାଦି ସୁଖ ଭୋଗ କରି। ପୁଣ୍ୟ ସରିଲେ ମର୍ତ୍ତେ ଜାତ ମୋ ଭକ୍ତେ ନୁହନ୍ତି ଏ ମତ। ମତେ ଭଜିଣ ଅନ୍ତେ ସ୍ମରେ ପରମ ବ୍ରହ୍ମରେ ବିହରେ। ଏ ଭବେ ନୁହଁ ତା ଜାତ ସୁମନେ ଶୁଣ କୁନ୍ତି ସୁତ। ଶେଷ କାଳେ ଯେ ମୋତେ ଭଜେ ତାର ଜନ୍ମ ମରଣ ହୁଏ ନାହିଁ।
ବରଂ ବ୍ରହ୍ମରେ ଲୀନ ହୁଏ। ସେମାନେ ସୁଖ ଭୋଗ ଇଚ୍ଛାକୁ ପୁଣ୍ୟପଣ ଧରନ୍ତି। ସେମାନେ ସ୍ୱର୍ଗ ସୁଖ ଭୋଗ କରନ୍ତି। ପୁଣ୍ୟ ଶେଷରେ ଅଧୋଗତି ପାଆନ୍ତି। ଯେଉଁମାନେ ମୋତେ ଭଜନ୍ତି ସେ ନିତ୍ୟ ସୁଖ ପାଆନ୍ତି, ତାହାର କ୍ଷୟ ନାହିଁ। ମନୁଷ୍ୟ ଏକ ବର୍ଷ ଯାହା, ଦେବଙ୍କ ରାତ୍ର ତାହା। ଉତ୍ତରାୟଣ ଦିବା ଭାଗ, ଦକ୍ଷିଣାୟନ ନିଶା ଭାଗ। ସହସ୍ରେ ଯୁଗ ଦେବଙ୍କର, ବ୍ରହ୍ମାଙ୍କ ଏକ ବାସର। ପୁଣି ଦେବ ସହସ୍ର ଯୁଗରେ, ବ୍ରହ୍ମରାତ୍ରି ବୋଲି ତାହାରେ। ବ୍ରହ୍ମଙ୍କ ଆୟୁର୍ବଶ ଶତ, ତଦନ୍ତେ ସେ ହୁଅନ୍ତି ହତ। ବ୍ରହ୍ମା ତ ହୋଇଲେ ଜାଗ୍ରତ, ଜନମ ସମସ୍ତ ଜଗତ। ବ୍ରହ୍ମାର ଜନି ଆରମ୍ଭରେ, ଜଗତ ଲୟ ହୁଏ ଧୀରେ। ମନୁଷ୍ୟକୁ ଏକ ବର୍ଷ, ଦେବଙ୍କ ଅହରାତ୍ର। ଉତ୍ତରାୟଣ ଦିନ, ଦକ୍ଷିଣାୟନ ରାତ୍ର। ଦେବଙ୍କ ସହସ୍ର ଯୁଗ, ବ୍ରହ୍ମାଙ୍କର ଏକ ଦିନ। ସହସ୍ର ରାତ୍ରି, ବ୍ରହ୍ମାଙ୍କର ଏକ ରାତ୍ରି। ବ୍ରହ୍ମାଙ୍କର ଆୟୁଷ 100 ବର୍ଷ। ବ୍ରହ୍ମା ଜାଗ୍ରତରେ ସମସ୍ତ ଜଗତ ଜୀବିତ। ବ୍ରହ୍ମା ରାତ୍ରରେ ସମସ୍ତ ଜଗତ ମୁକ୍ତ। ପ୍ରଳୟ ହୁଏ। ଏହି ଜଗତ ପୁଣ ପୁଣ, ଜାତ ହୋଇ ହେ ଅର୍ଜୁନ। ବ୍ରହ୍ମ ନିଶି ପ୍ରବେଶ ହେଲେ, ତହିଁ ସମସ୍ତ ଲୟ ଭଲେ। ପ୍ରାରମ୍ଭ ବସେ ପ୍ରାଣିଗଣ, ଏ ଗତି ଲଭନ୍ତି ଅର୍ଜୁନ। ଯୁଗ ଯୁଗକୁ ଏ ପ୍ରକାରେ, ଜଗତ ଗତାଗତ କରେ। ଏହି ଅବ୍ୟକ୍ତ ଠାରୁ ସାର, କାରଣ ଜାଣ ଜଗତର। ସ୍ୱତନ୍ତ୍ର ସତ୍ତା ରୂପେ ନିତ୍ୟ, ଅଟଇ ଇନ୍ଦ୍ରିୟ ଆଗତ। ଅତି ସୂକ୍ଷ୍ମରୁ ସୂକ୍ଷ୍ମତମ, ସ୍ୱତନ୍ତ୍ର ବୋଲନ୍ତି ସେ ବ୍ରହ୍ମ। ଏହି ଜଗତ ଯୁଗକୁ ଯୁଗ ପ୍ରଳୟ ହୋଇ ପୁଣି ସୃଷ୍ଟି ହୁଏ। ପ୍ରାଣୀ ମଧ୍ୟ ଏହିପରି ଭାବେ ଜନ୍ମ ମୃତ୍ୟୁ ଲଭନ୍ତି। ବ୍ରହ୍ମ ପ୍ରତ୍ୟେକ ଜୀବରେ ସତ୍ତା ଭାବେ ଥାଏ, ହେଲେ ମଧ୍ୟ ସ୍ୱତନ୍ତ୍ର ବୁଦ୍ଧି ବିବେକ ଜ୍ଞାନରୁ ସେ ଆଗମ୍ୟ। ଯେ ବ୍ରହ୍ମ ନାଶ ହୁଏ ନାହିଁ, ସେ ଅବିନାଶୀ। ଭୂତମାନେ ନାଶ ଯାଆନ୍ତି। ମନ ଇନ୍ଦ୍ରିୟ ଅଗୋଚର, ବୁଦ୍ଧି ବିବେକ ଜ୍ଞାନ ଯାର। ସେ ଅବିନାଶୀ ନାଶ ନୋହି, ସକଳ ଭୂତ ନାଶ ପାଇ। ଅବ୍ୟକ୍ତ ବ୍ରହ୍ମ ଯେ ଅଟଇ, ମୋହର ସେବା ଧାମ ସେହି। ଜୀବର ମୋକ୍ଷ ଗତି ସେହି, ତାଙ୍କୁ ପାଇଲେ ନ ଫେରଇ। ସେ ଧାମ ଅଟେ ମୋ ଶରୀର, ଏଥିରେ ସନ୍ଦେହ ନ କର। ଜଗତ କାର୍ଯ୍ୟ ସ୍ୱରୂପରେ, କାରଣ ବ୍ରହ୍ମ ଯେଥିରେ। କାରଣ କାର୍ଯ୍ୟକୁ ଧରଇ, କାର୍ଯ୍ୟ କାରଣକୁ ଧରଇ। ସୂତ୍ରରେ ମଣି ପରକାର, ଏକ ଭାବେ ଛିନ୍ନ ତାର। ଯେ ଅବ୍ୟକ୍ତ ବ୍ରହ୍ମ ସେହି ମୁଁ। ଯେ ତାକୁ ଧ୍ୟାନ କରେ ସେ ମୋ ଶରୀରରେ ଲୀନ ହୁଏ। ଜଗତ କାର୍ଯ୍ୟ ବ୍ରହ୍ମ କାରଣ। କାର୍ଯ୍ୟ କାରଣ ଏକତ୍ରରେ ଦେହି ଯେ କାରଣ। ଏକାନ୍ତରେ ଭକ୍ତିରେ ଭଜିଲେ ସେ ମିଳନ୍ତି।
हे हेतु से पुरुषवर कारण अटे संसारर एकांत भक्ति कले ताकू मिलंती कहिली तुम्भंकु आहे भारत जे कालरे जोगिए गमंती जोगरे आउ जे न फेरंती सेही कर्मानुष्ठान जे फेरई सेही कालर कथा मान बुझाई कहे दिय मन जे जोगी ब्रह्म उपासक मृत्यु परे सेही विवेक अग्नि जे ज्योति अह पुणी शुक्ल पक्ष षण मास घेनी उत्तरायण पथ एही देवजान एहाकु कही जे जन ए पथे चलई ब्रह्मे मिसी न लेउटई जे निष्कामी जोगी से ब्रह्म प्राप्ति हुए जे सकामी जोगी से ब्रह्म पाए नहीं निष्कामी ब्रह्म उपासक जोगी उत्तरायण शरीर जदि ब्रह्मरे लीन हुए ताहाकु देवजान कहंती। सकल कर्मी जोगी जन जे बेले लभंती मरण धूम्र राति जे कृष्ण पक्ष दक्षिणायन ए 6 मास ए पथे करई गमन जेबे जाग्रत थाए मन चंद्र समान ज्योति पाई स्वर्ग सुख को से भुंजई पुण्य सरिले भवे जात एक था अटई सिद्धांत शुक्ल पक्ष जे देव जान से पथे निष्कमी गमन ब्रह्मर साक्षात लभई भवे से आउ न फेरई सकामी कर्मयोगी मरणान्ते दक्षिणायन रे जाई स्वर्ग सुख पाए पुण्य शेषरे भवरे जन्म हुए शुक्ल पक्ष देवजान निष्कामी एई पथरे जाई निर्वाण मुक्ति पाए कृष्ण पक्ष पितृजान सकामी ए बाटे जाई पुणी जन्मी भवजातना भोग करे कृष्ण पक्ष जे पितृजान धूम रजनी तमाछन एमाने ज्ञान ढांकी थांती सकामी ए पथे गमंती सकामी कर्म को भोगई जन्म भव जात ना पाई एबेनी पथ हे अर्जुन जानी पारिले जोगी जन मोहरे आछन्न नुहंती विवेक बळे तरी जाती एणु तु वीर जगजुक्त होइण रह हेतु मुख्य सकामी जोगी उभय बाट जानिले मध्य मोहरे पड़ी कृष्ण पितृजानरे देह छाड़े निष्कामी जोगी एथिरे न पड़ी विवेक बलरे जगजुक्त होई मुक्ति पाए तेणु एही पथ धारण कर देश कालर विधि परी करंती वेद अनुसारी एसबु भाव को जाणीण तुच्छ मणंती ज्ञानी जन ज्ञानी जे देव जाने चले परम पद लभे हेले हे साधु दोष मन घेन कहई वासुदेव हीन तप दान यज्ञ व्रत देश
କାଳବିଧି ଭେଦଭାବ ଜାଣି ଜ୍ଞାନୀଏ ମାର୍ଗ ଛାଡ଼ି ପରମପଦ ଲଭନ୍ତି। ବେଦ ମତରେ ତପଦାନ ଯଜ୍ଞାଦି ବ୍ରତମାନ ଜାଣ। ଇତି ଶ୍ରୀମଦ୍ ଭାରତେ ଶତସହସ୍ରଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମ ପ୍ରବୃଣି ଶ୍ରୀଭଗବଦ୍ଗୀତା ସୁପନିଷତ୍ସୁ ବ୍ରହ୍ମ ବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ତାରକ ବ୍ରହ୍ମ ଯୋଗ ନାମ ଅଷ୍ଟମ ଅଧ୍ୟାୟ।